ବନ୍ଧୁଗଣ ଆସନ୍ତୁ ଆଜି ଆମେ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ବିଷୟରେ ଜାଣିବା। ଏଠି ଦେଖନ୍ତୁ, ଏବେ ରାଶିଚକ୍ର କାଳଚକ୍ରରେ ଜାତକରେ ଆପଣଙ୍କର ଯଦି ଘର ଭିତରେ ମଝିରେ ଥବ 12+5, 12 ହେଉଛି ନକ୍ଷତ୍ରର ନମ୍ବର ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରର, 5 ହେଉଛି ରାଶି ସିଂହ ରାଶି। ଚନ୍ଦ୍ର ଦେଖନ୍ତୁ ମେଷ, ବୃଷ, ମିଥୁନ, କର୍କଟ, ସିଂହ। ଏ ସିଂହ ଘରେ ଚନ୍ଦ୍ର ଥିବ, ମଝିରେ 12+5 ଲେଖା ହେଇଥିବ, ତାହେଲେ ଆପଣଙ୍କର ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି। ଯଦି ଏ ମଝି ଘରେ ଥିବ 12+6, 12 ହେଉଛି ନକ୍ଷତ୍ର ହେଉଛି କ'ଣ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, 6 ହେଉଛି କନ୍ୟା ରାଶିର ସିରିଏଲ୍, ତାହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା ଏଇ ଘରେ ଚନ୍ଦ୍ର ଥିବ ଏବଂ ମଝିରେ 12+6 ହେଇଥିବ, ତାପରେ ଆପଣଙ୍କର ରାଶି ହେଉଛି ନକ୍ଷତ୍ର ହେଉଛି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଏବଂ କନ୍ୟା ରାଶି। ବନ୍ଧୁଗଣ, ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଆଉ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ପ୍ରାୟ ସମାନ ପ୍ରକୃତିର ଥାନ୍ତି କିଛି ପରିମାଣର। ସେମାନଙ୍କର କମ୍ଫର୍ଟ ଏବଂ ଲକ୍ଜୁରୀ ହେଉଛି ସେମାନଙ୍କର ଗୋଟେ ଜୀବନର ଉପଲବ୍ଧି। ବହୁତ ଜୀବନରେ ସୁଖ ଥାଏ, ଜୀବନରେ ଆନନ୍ଦ ଥାଏ। ସେମାନେ ବହୁତ ଭାଗ୍ୟବାନ ଥାଆନ୍ତି। ସେମାନେ କଠିନ ପରିଶ୍ରମ କରନ୍ତି, ପରିଶ୍ରମୀ ଥାଆନ୍ତି, ବହୁତ ଦାୟିତ୍ୱବାନ ଥାଆନ୍ତି, ବହୁତ ଶୃଙ୍ଖଳିତ ଲୋକ ସେମାନେ। ଉତ୍ତରା ଫାଲ୍ଗୁନୀ ଲୋକମାନେ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ପ୍ରତି ବହୁତ ଧ୍ୟାନ ଦିଅନ୍ତି। ସେମାନେ ଧାର୍ମିକ ସ୍ୱଭାବର ଲୋକ। ସେମାନେ ସାମାଜିକ ଏବଂ ସମାଜ ସେବା କରିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କର ହୃଦୟ ବହୁତ ସଫା, କିନ୍ତୁ ବେଳେବେଳେ ଅଧୈର୍ଯ୍ୟ ହୋଇପଡ଼ନ୍ତି, ଅସହନୀୟତା ହୋଇପଡ଼ନ୍ତି, ବେଳେବେଳେ ରାଗି ହୋଇଯାଆନ୍ତି। ସେମାନେ ବହୁତ ନିଜେ ଆତ୍ମନିର୍ଭର। ସେମାନେ ଠକ ନୁହନ୍ତି, କିନ୍ତୁ ଠକାମିର ଶିକାର ହୁଅନ୍ତି। ସେମାନଙ୍କର ନିର୍ଣ୍ଣୟ ବହୁତ ଦୃଢ଼ ନିର୍ଣ୍ଣୟ, ଯାହା ଭାବିଥିବେ ସେଇଟା ଦୃଢ଼ ଭାବରେ ରହିବେ। ସେମାନେ ଜ୍ଞାନୀ ଲୋକ, ସେମାନେ ବହୁତ ଉଦ୍ୟମଶୀଳ, ସେମାନେ ପଜିଟିଭନେସ୍ ତାଙ୍କର ବହୁତ ଥାଏ। ସେମାନେ ଭଲ ବ୍ୟକ୍ତିତ୍ୱ, ସେମାନେ ଦୟାଳୁ, ସେମାନେ ସାହାଯ୍ୟକାରୀ, ସେମାନେ ଦାନୀ, ସେମାନେ କଳି ଝଗଡ଼ାରୁ ଦୂରରେ ରହନ୍ତି ଏବଂ ବିଖ୍ୟାତ ମଧ୍ୟ ହୋଇପାରନ୍ତି। ଯଦି ଗ୍ରହ ଆହୁରି ଭଲ ଥାଏ ସେମାନେ ବହୁତ ବିଖ୍ୟାତ ହୋଇପାରନ୍ତି। ସେମାନେ କଳାପ୍ରେମୀ, ଗୁଡ୍ ଲିଡରସିପ୍ କ୍ୱାଲିଟି ସେମାନେ ଥାଏ। ସେମାନଙ୍କ ପାଖରେ ଭାଗ୍ୟରେ ନୂତନ ଗୃହ ଥାଏ, ନୂତନ ଭୂସମ୍ପତ୍ତି ଥାଏ। ବୃକ୍ଷରୋପଣ କରିକି ଲୋକଙ୍କର ଉପକାର ମଧ୍ୟ ସେମାନେ କରିବାର ସମ୍ଭାବନା ଥାଏ। ସାଧାରଣତଃ ବିବାହ ତାଙ୍କର 24ରୁ 30 ବର୍ଷ ଭିତରେ ହୋଇଥାଏ। ବିବାହରେ ସେମାନେ ଭାଗ୍ୟବାନ ହୋଇଥାନ୍ତି। ବିବାହ ସଫଳ ବିବାହ ସେମାନେ କରିଥାନ୍ତି। ଭଲ ଜୀବନସାଥୀ ପାଇଥାନ୍ତି। ସନ୍ତାନଙ୍କ ଦ୍ୱାରା ମଧ୍ୟ ସୁଖ ପାଇଥାନ୍ତି। କିନ୍ତୁ ସେମାନଙ୍କର ଯଦି ଉତ୍ତର ଫାଲ୍ଗୁନୀ ଲୋକଙ୍କର ଯଦି ଶୁକ୍ରଟିଏ ଖରାପ ଥାଏ, ତାମାନେ ସେମାନେ ପରକ୍ରିୟା ପ୍ରୀତିରେ ମାତିଥାନ୍ତି। ମହିଳାମାନେ ଥଣ୍ଡା ମିଜାଜର ଥାନ୍ତି। ଉତ୍ତରା ଫାଲ୍ଗୁନୀ ମହିଳାମାନେ ଶାନ୍ତ, ଖୁସିବାସୀ ଲୋକ। କାହା ସାଙ୍ଗରେ ଶତ୍ରୁତା ଥାଏ, ସମସ୍ତେ ତାକୁ ଭଲ ପାଆନ୍ତି। ତାଙ୍କର ହୃଦୟ ହେଉଛି ବିଶାଳ ହୃଦୟ। ସାମାନ୍ୟ ସେମାନେ ଈର୍ଷାଳୁ ଥାଆନ୍ତି, କିନ୍ତୁ ଦୟାଳୁ ପ୍ରବଳ। ସେମାନେ ଗଣିତଜ୍ଞ, ଟିଚର, ପ୍ରଶାସନିକ ଅଧିକାରୀ। ମହିଳାମାନେ ଗଣିତଜ୍ଞ, ଟିଚର, ପ୍ରଶାସନିକ ଅଧିକାରୀ, ଭଲ ରୋଜଗାର କରୁଥିବା, ମଡେଲିଂ, ଆକ୍ଟିଂ ପ୍ରଭୃତି ବୃତ୍ତିରେ ମହିଳାମାନେ ଥାଆନ୍ତି। ପୁରୁଷମାନେ ଗୁଡ୍ କ୍ୟାରିୟର ହୋଇଥାଏ, ଭଲ କ୍ୟାରିୟର। ସେମାନେ ବୈଜ୍ଞାନିକ, ଗବେଷଣାକାରୀ, ଜ୍ୟୋତିଷ, ଇକୋନୋମିଷ୍ଟ, ମ୍ୟାଥମେଟିକ୍ସ ଟିଚର, ସେଲ୍ସରେ ଥାଆନ୍ତି, ମିଡ଼ିଆରେ ଥାଆନ୍ତି, ଆକ୍ଟିଂ ଥାଆନ୍ତି, ରାଇଟିଂରେ ସେମାନେ ଭଲ କରନ୍ତି, ଆକାଉଣ୍ଟାଣ୍ଟ ଥାଆନ୍ତି। ଆଫ୍ଟର 30 ତାଙ୍କର ଜୀବନରେ ବହୁତ ଉନ୍ନତି ହୁଏ। ସ୍ପୋର୍ଟସ, ଜରୁରୀକାଳୀନ ସେବା, ବ୍ୟାଙ୍କିଂ, ଗଣିତଜ୍ଞ, କଳାକାର ଏସବୁ ବୃତ୍ତିରେ ସେମାନେ ସଫଳ ହୋଇଥାନ୍ତି। ସେମାନଙ୍କର ଦାନ୍ତ, ଗୋଡ଼ ହାତ ଦରଜ, ହଜମ, ଲିଭର ପ୍ରୋବ୍ଲେମ୍, ମୁଣ୍ଡବିନ୍ଧା, ଶ୍ୱାସ, ଆଖିର ରୋଗ ହେବାର ସମ୍ଭାବନା ଥାଏ। ବନ୍ଧୁଗଣ, ଥମ୍ବନେଲରେ QR କୋଡ଼ରେ ଡୋନେଟ୍ କରିଥିବା ଲିଟୁ ଦଳେଇ ବାବୁ ଓ ମିଥୁନ କାର୍ଜି ବାବୁଙ୍କୁ ବହୁତ ବହୁତ ଆଶୀର୍ବାଦ। ପ୍ରଭୁ ବଜରଙ୍ଗବାଲି ତାଙ୍କର ଦୁଃଖ ଦୂର କରନ୍ତୁ। ବନ୍ଧୁଗଣ ଦେଖନ୍ତୁ, ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ରାଶି ହେଉଛି 2ଟି ରାଶିରେ ଥାଏ।
ଗୋଟେ 12/5 ସିଂହ ରାଶି ଓ 12/6 କନ୍ୟା ରାଶି। ଏ 4 ପାଦ ପ୍ରଥମ ପାଦରେ ଜନ୍ମ ହୋଇଥିବା ଲୋକ ବୃହସ୍ପତି ଗ୍ରହ ଦ୍ୱାରା ଲିଡ଼ିଂ ଗ୍ରହ, ତାଙ୍କର ବୃହସ୍ପତି, ସେମାନେ ପରମ୍ପରାବାଦୀ, ଜ୍ଞାନୀ ଓ ତର୍ଜମାକାରୀ। ଦ୍ୱିତୀୟ ପାଦରେ ଯିଏ ଜନ୍ମ ହୋଇଥାନ୍ତି ସେଠି ଶନି ଗ୍ରହ ତାଙ୍କର ଲିଡ଼ିଂ ଗ୍ରହ, ସେମାନେ ଶୃଙ୍ଖଳିତ, ବାସ୍ତବବାଦୀ ଓ କର୍ମୀ ହୋଇଥାନ୍ତି। ତୃତୀୟ ପାଦରେ ଜନ୍ମ ହୋଇଥିବା ଲୋକ ଶନି ଗ୍ରହ ଦ୍ୱାରା ପ୍ରଭାବିତ, ସେମାନେ ବୁଦ୍ଧିଆ ହୋଇଥାନ୍ତି, ଲକ୍ଷ୍ୟପ୍ରିୟ ହୋଇଥାନ୍ତି, ପଜିଟିଭ୍ ହୋଇଥାନ୍ତି। ଚତୁର୍ଥ ପାଦରେ ଜନ୍ମ ହୋଇଥିବା ଲୋକ ବୃହସ୍ପତି ତାଙ୍କର ଲିଡ଼ିଂ ଗ୍ରହ, ସେମାନେ ଧାର୍ମିକ ହୋଇଥାନ୍ତି, ଭୋଗୀ ହୋଇଥାନ୍ତି, ବୁଦ୍ଧିଆ ହୋଇଥାନ୍ତି, ସଫଳ ହୋଇଥାନ୍ତି। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରର ତତ୍ତ୍ୱ ହେଲା ଅଗ୍ନି ତତ୍ତ୍ୱ ରାଶି, ଦିଗ ହେଲା ପୂର୍ବ ଦିଗ, ଗ୍ରହ ହେଲା ସୂର୍ଯ୍ୟ ଲିଡ଼ିଂ ଗ୍ରହ, ଦେବତା ହେଲେ ଶିବ, ଲିଙ୍ଗ ହେଉଛି ସ୍ତ୍ରୀଲିଙ୍ଗ ରାଶି, ଅସଙ୍ଗତ ଯାହା ସାଙ୍ଗରେ ପଡ଼ିବ ନାହିଁ ସେ ହେଲା ଚିତ୍ରା ନକ୍ଷତ୍ର, ବିଶାଖା ନକ୍ଷତ୍ର। ଜନ୍ମ ମହାଦଶା ରବି ମହାଦଶାରେ ଏମାନଙ୍କର ଜନ୍ମ। ଗଣ ହେଲା ମନୁଷ୍ୟ ଗଣ, ଏମାନେ ନାମର ମୂଳ ଅକ୍ଷର ଟେ, ଟୋ, ଦା, ପା, ପି। ବାର ହେଉଛି ରବିବାର, ସୋମବାର ହେଉଛି ଶୁଭ ବାର। ନାଡ଼ି ହେଉଛି ତାଙ୍କର ପିତ୍ତ ନାଡ଼ି। ରତ୍ନ ହେଉଛି ରୁବି ଷ୍ଟୋନ୍। ରଙ୍ଗ ହେଉଛି ଶୁଭ ରଙ୍ଗ ହେଉଛି ବ୍ରାଇଟ୍ ବ୍ଲୁ। ଶୁଭ ଅଙ୍କ ହେଉଛି 1। ଶୁଭ ଲେଟର ହେଉଛି ଟି ଏବଂ ପି। ମନ୍ତ୍ର ଯେତିକି କିଛି ଅସୁବିଧା ହେଲେ କିମ୍ବା ଅଧିକ ସଫଳତା ହେବା ପାଇଁ ଶିବ ମନ୍ତ୍ର ଏବଂ ସୂର୍ଯ୍ୟ ନମସ୍କାର ମନ୍ତ୍ର ଜପିବାକୁ ଅନୁରୋଧ। ବନ୍ଧୁଗଣ, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ନିଜ ଲୋକଙ୍କ ପାଖକୁ ଫରୱାର୍ଡ଼ କରିବାକୁ ଅନୁରୋଧ। ଧନ୍ୟବାଦ।